ଆମେରିକାର ପ୍ରେସରରେ ଭାରତ ଏତେ ଡରି ଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତା ସହିତ ବିଜେପି ଗଭର୍ଣ୍ଣମେଣ୍ଟ ଏତେ ଡରି ଯାଇଛନ୍ତି, ସେମାନେ କିଛି ମଧ୍ୟ ପ୍ରତିକ୍ରିୟା ଦେଇପାରୁନାହାନ୍ତି, କିଛି କହିପାରୁନାହାନ୍ତି। ଆମେରିକାର ରାଷ୍ଟ୍ରପତି ଟ୍ରେଡ୍ ଡିଲ୍ କରିକି ସେ ଭାରତକୁ କହୁଛନ୍ତି ଯେ ଭାରତ ସରକାର ଏବେ ରୁଷିଆ ଠାରୁ ତେଲ କିଣିବ ନାହିଁ ବୋଲି, ଇରାନ ଠାରୁ ମଧ୍ୟ ସେ ଅଏଲ ପରଚେଜ କରିବ ନାହିଁ, ଆଉ ଭାରତ ଭେନେଜୁଏଲା ଠାରୁ ଅଏଲ ପରଚେଜ କରିବ ବୋଲି। ସେଇ କଥା କ'ଣ ଭାରତର ପ୍ରଧାନମନ୍ତ୍ରୀ, ଭାରତର ମିନିଷ୍ଟର ସେମାନେ କହିପାରିବେନି? ତାଙ୍କର ଏତିକି କ୍ଷମତା ନାହିଁ ଯେଉଁଟାକି ଆମେରିକାର ଚାପରେ ପଡ଼ି ସେମାନେ ଚୁପଚାପ ସହି ଯାଉଛନ୍ତି। এটা କେମିତି ପ୍ରକାର ସରକାର, କେମିତି ଗଭର୍ଣ୍ଣାନ୍ସ ଚଳେଇଛନ୍ତି? ଯଦି ଅନ୍ଧ ହାତରେ ଯଦି ତମେ ବାଡ଼ି ଦେବ, ସେ ଖାଲି ବୁଲେଇବ, ତାହା କେବେ ସଠିକ ଜାଗାରେ ପଡ଼ିବ ନାହିଁ। ଏବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅବସ୍ଥା ମଧ୍ୟ ସେଇଆ।